ସମସ୍ତଙ୍କୁ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ଦେଖିବା ପାଇଁ ଯାଉଅଛୁ ମାତା ମରିୟମଙ୍କର ଗାଁ ବା ମାତା ମରିୟମଙ୍କର ଘର। ମନରେ ଗୋଟେ ପ୍ରଶ୍ନ ଆସେ, କ'ଣ ଆଜି ପର୍ଯ୍ୟନ୍ତ ଏବେ ବି ମାତା ମରିୟମଙ୍କର ଗାଁ ଅଛି କି? ମାତା ମରିୟମଙ୍କର ଘର, ଯେଉଁ ଘରେ ସେ ରହୁଥିଲେ, ସେ ଘର କ'ଣ ଆଜି ପର୍ଯ୍ୟନ୍ତ ଅଛି? ଏଇଟା ସବୁଠାରୁ ବଡ଼ ପ୍ରଶ୍ନ। ତେବେ ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି, ଏଇଟା ହେଉଛି ମଦର ମେରୀ ବା ମାତା ମରିୟମଙ୍କର ଘର। ଆଜି ଦେଖନ୍ତୁ, ଏଇ ଘରକୁ ଘର ଚାରିପଟେ ମାନେ କେତେ ସୁନ୍ଦର କରିଦିଆହେଇଛି, ଆଉ ଏଇ ଜାଗାକୁ ମାନେ କେମିତି ଡେଭଲପମେଣ୍ଟ କରାହେଇଛି ଆପଣ ନିଜ ଆଖିରେ ଦେଖିପାରିବେ। ଶହ ଶହ ଲୋକମାନେ ଏଠାକୁ ଆସନ୍ତି। ପ୍ରିୟ ବନ୍ଧୁଗଣ, ଯଦି ପ୍ରଭୁ କେବେ ଅନୁଗ୍ରହ କରନ୍ତି, ତେବେ ଆପଣ ମଧ୍ୟ ଯାଇପାରିବେ ଏ ଜାଗାକୁ, ଯାଇକି ଆପଣ ନିଜ ଆଖିରେ ଦେଖିକି ଆସିପାରିବେ। ଆଉ ଏଇ ଜାଗାର ଅଛି ଗୋଟେ ଚର୍ଚ୍ଚ, ଯେଉଁ ଜାଗାରେ ମାତା ମରିୟମଙ୍କର ଘରେ କ'ଣ କରାହେଇଛି, ଘରକୁ ଚର୍ଚ୍ଚ କରିଦିଆହେଇଛି। ଆଉ ବର୍ତ୍ତମାନ ଏଇଠାରେ ଉପାସନା ହେଉଛି, ପ୍ରାର୍ଥନା ହେଉଛି, ପ୍ରଭୁ ଯୀଶୁଙ୍କ ନାମର ଆରାଧନା ହେଉଛି, ସ୍ତୁତି ହେଉଛି। ଆଉ ପୂର୍ବରୁ ଅନେକ ଭିଡ଼ିଓରେ ମୁଁ ଆପଣଙ୍କୁ କହିସାରିଛି, ମାତା ମରିୟମଙ୍କର ଘର ଯାହା ଆପଣ ଦେଖୁଛନ୍ତି, ଏଇଭଳି ଅନେକ ଜାଗା ଗୁଡ଼ିକ ରହିଅଛି। ଆଜି ପର୍ଯ୍ୟନ୍ତ ବାଇବେଲ ରିଲେଟେଡ଼ ଅନେକ ଜାଗା ଗୁଡ଼ିକ ରହିଅଛି। ଆଉ ଯେଉଁଟା ଆପଣ ଦେଖୁଛନ୍ତି, ଏଇଟା ମଧ୍ୟ ତା ଭିତରୁ ଗୋଟେ। ଆଉ ଯେତେ ବି ବାଇବେଲ ରିଲେଟେଡ଼ ଯେତେ ବି ଜାଗା ଗୁଡ଼ିକ ରହିଅଛି, ଆଉ ସେ ଜାଗା ଗୁଡ଼ିକରେ କ'ଣ କରାହେଇଛି, ଆଜି ଗୋଟେ ଚର୍ଚ୍ଚ ବନେଇ ଦିଆହେଇଛି। ଯେମିତି ବାହାର ଦେଶରୁ ବା ବାହାରୁ ପର୍ଯ୍ୟଟକମାନେ ଯିବେ, ସେଠାରେ ଆରାମ କରିବେ, ରେଷ୍ଟ କରିବେ, ବସିବେ। ଆଉ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ବାର୍ଥ ପ୍ଲେସ୍ ଅଫ୍ ଆୱାର ଲେଡି, ତା ମାନେ ହେଉଛି ଆମର ଲେଡ଼ିଙ୍କର ଜନ୍ମସ୍ଥାନ ବା ମରିୟମଙ୍କର ଜନ୍ମସ୍ଥାନ। ଆୱାର ଲେଡି କହିଲେ ଏହା ମରିୟମକୁ ହିଁ ସୂଚାଉଛି। ତେବେ ପ୍ରିୟ ବନ୍ଧୁଗଣ, ହେଉଛି ସେଇ ଜାଗା କେତେ ଡେଭଲପ୍ କରାହେଇଛି, ଆଉ ଏ ଘରର ଭିତର ବାହାର କେମିତି କାରୁକାର୍ଯ୍ୟ କରାହେଇଛି, ଆପଣ ନିଜ ଆଖିରେ ଆପଣ ଦେଖିପାରୁଥିବେ। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା। ଆଉ ମରିୟମ, ଯିଏକି ପ୍ରଭୁ ଯୀଶୁଙ୍କର ମା ଥିଲେ, ଏଇଟା ବାଇବେଲ ଲେଖା ଅଛି। ଆଉ ତାଙ୍କର ବାପାଙ୍କ ନାଁ ଥିଲା ଜୋସେଫ ଏବଂ ମରିୟମ, ବାପା ମା। ସ୍ୱର୍ଗୀୟ ପିତା କହିଲେ ପରମେଶ୍ୱର। ଆଉ ଯଦି ଆପଣ ପ୍ରଶ୍ନ ପଚାରିବେ ଯେ ମରିୟମଙ୍କର ବାପା ମାଆଙ୍କର ନାଁ କ'ଣ ଥିଲା, ଉତ୍ତର ଏଇଆ, ମରିୟମଙ୍କର ବାପାଙ୍କ ନାଁ ଥିଲା ଜିହୋୟାକିମ୍ ଏବଂ ମରିୟମଙ୍କର ମାଆଙ୍କ ନାଁ ଥିଲା ଆନ୍ ବା ଆନ୍ନେ ବୋଲି କୁହାଯାଏ। ତେବେ ପ୍ରିୟ ବନ୍ଧୁଗଣ, ଏଇସବୁ ମନଗଢ଼ା କାହାଣୀ ନୁହେଁ, ଇଏ କୌଣସି ଗପ ନୁହେଁ, ଇଏ ହେଉଛି ସତ୍ୟ ଘଟଣା ବା ଆପଣ କହିପାରିବେ ଇଏ ହେଉଛି ଏକ ଇତିହାସ। ଏପରି ଏକ ଇତିହାସ ଯାହା ଯୁଗ ଯୁଗ ଧରି ରହିଥିବ। ଏଠି ଆପଣ ଦେଖିପାରୁଥିବେ ଦୁଇଟା କ୍ୟାଣ୍ଡେଲ ଅଛି। ଏଠି କ'ଣ କରାହୁଏ, ଏଠି ପ୍ରତିଦିନ ଜଳା ହୁଏ। ସନ୍ଧ୍ୟାରେ ଏ କ୍ୟାଣ୍ଡେଲ ଜଳେ, ଆଉ ମଝିରେ ଗୋଟେ ବାଇବେଲ ରଖାହେଇଛି। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଜାଣିଥିବେ ଆମର କ୍ୟାଥୋଲିକ୍ ଭାଇ ଭଉଣୀମାନେ ମରିୟମକୁ ସେମାନେ ବେଶୀ ବିଶ୍ୱାସ କରନ୍ତି, ଆଉ ସେମାନେ ମରିୟମଙ୍କ ସାମ୍ନାରେ କ୍ୟାଣ୍ଡେଲ ଜଳାନ୍ତି। ଆଉ ସେ କ୍ୟାଣ୍ଡେଲ ଜଳିବା ପଦ୍ଧତି ଏଇଥିରୁ ହିଁ ଯାଇଛି, ମାନେ ମରିୟମଙ୍କ ସାମ୍ନାରେ କ୍ୟାଣ୍ଡେଲ ଜଳାଇବା, ମହମବତୀ ଜଳାଇବା ଏଇ ସ୍ଥାନରୁ ହିଁ ଯାଇଛି। ତେବେ ଇଏ ହେଉଛି ସେଇ ଜାଗା, ସେଇ ବିଲ୍ଡିଂ। ଆପଣ ଦେଖନ୍ତୁ, ଯଦି ଆପଣ କେବେ ସେ ଜାଗାକୁ ଯିବେ, ଆପଣ ଦେଖିପାରିବେ ବହୁତ ବଡ଼ ବିଲ୍ଡିଂ। ଏ ଘର ଅଦ୍ଭୁତ ଭାବରେ ତିଆରି ହେଇଛି।
ଆଉ ଏଇଟା କେଉଁ ଜାଗାରେ ଅଛି? ଏଇଟା ହେଉଛି ତୁର୍କୀରେ ଅଛି, ତୁର୍କୀ। ଆଉ ମରିୟମଙ୍କର ଜନ୍ମସ୍ଥାନ ପୂର୍ବ କାଳରେ ଯେଉଁଠି ଥିଲା ତାକୁ ବର୍ତ୍ତମାନ ତୁର୍କୀ ବୋଲି କୁହାଯାଉଛି। ଆଉ ଇଂରାଜୀରେ ଏହାକୁ ଟର୍କୀ ବୋଲି କୁହାଯାଏ। ଆପଣ ଯଦି କେବେ ତୁର୍କୀ ଯିବେ ଆଉ ସେଇ ଜାଗାରେ ଆପଣ ଦେଖିବାକୁ ପାଇବେ ମାତା ମରିୟମଙ୍କର ଏଇ ଜନ୍ମସ୍ଥାନ ବା ମାତା ମରିୟମଙ୍କର ଗାଁ। ହଁ ପ୍ରିୟ ବନ୍ଧୁଗଣ, ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ଭିଡ଼ିଓ ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରନ୍ତୁ ନିଶ୍ଚିନ୍ତ ଭାବରେ। ଯଦି ଆପଣ ସେଠାରେ ଯିବାକୁ ଚାହୁଁଛନ୍ତି ତେବେ ଆପଣ ଯାଇପାରିବେ। ଅନେକ ଭାଇ ଭଉଣୀମାନେ ମୋତେ ପ୍ରଶ୍ନ ପଚାରନ୍ତି ଆଉ କମେଣ୍ଟ କରନ୍ତି ସେମାନେ ଯେ ଆମେ ସେଠି କେମିତି ଯିବା। ଜିହୋଆକିମ୍ ଏବଂ ଆନେ ମରିୟମକୁ ଜନ୍ମ ଦେଇଥିଲେ। ମରିୟମ ଜନ୍ମ ହୋଇଥିଲେ 18 BC, ମାନେ ଖ୍ରୀଷ୍ଟପୂର୍ବ 18। ତା'ର ଅର୍ଥ ହେଉଛି ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ ସେତେବେଳେ ମରିୟମକୁ ହେଇଥିଲା 18 ବର୍ଷ। ହଁ ପ୍ରିୟ ବନ୍ଧୁଗଣ, ତା ଅର୍ଥ ଏଇଆ ଆମେ ଜାଣିବାକୁ ପାଉ। ଯଦି ଆପଣ ସେଠାକୁ ଯିବା ପାଇଁ ଚାହୁଁଛନ୍ତି ତେବେ ଶୁଣନ୍ତୁ, ମୋର ପୂର୍ବ ଭିଡ଼ିଓ ଗୁଡ଼ିକରେ ମୁଁ କେତେ ଜାଗାରେ ମୁଁ କହିଛି ଆପଣ କେମିତି ଯିବେ। ତଥାପି ଆଜି ଆଉ ଥରେ ମୁଁ ଆପଣଙ୍କୁ ଜଣାଇ ଦେଉଛି, ଆପଣ ଯଦି ଯିବା ବି ଚାହୁଁଛନ୍ତି ତାହେଲେ ଆପଣ ଯାଇପାରିବେ। ଆପଣଙ୍କୁ ପ୍ରଥମେ କ'ଣ କରିବାକୁ ପଡ଼ିବ? ଭିସା ଏବଂ ପାସପୋର୍ଟ ପାଇଁ ଆପ୍ଲାଏ କରିବାକୁ ପଡ଼ିବ ଏବଂ ଏଇ ଦେଶର ମୁଦ୍ରାକୁ ଏକ୍ସଚେଞ୍ଜ କରିବାକୁ ପଡ଼ିବ, କାରଣ ଏଇ ଦେଶରେ ଟଙ୍କା ଚଳେ ନାହିଁ। ଟଙ୍କା ଆମର ଭାରତରେ ଚଳେ, ଯାହାକୁ ଗାନ୍ଧୀ ମୁଣ୍ଡ ବୋଲି କହନ୍ତି। ଟଙ୍କା ଭାରତରେ ଚଳେ, କିନ୍ତୁ ଏଇ ଦେଶରେ ଟଙ୍କା ଚଳେ ନାହିଁ। ଏଇ ଦେଶର ଯେଉଁ ମୁଦ୍ରା, ସେ ମୁଦ୍ରାରେ ଆପଣଙ୍କୁ ଏକ୍ସଚେଞ୍ଜ କରିବାକୁ ପଡ଼ିବ। ତାପରେ ଆପଣ ସେଇ ଟଙ୍କା ଧରିକି ଯିବେ। କିନ୍ତୁ ଫ୍ଲାଇଟ୍ ବୁକିଂ କଲାବେଳେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। ଆପଣ ବୁକିଂ କରିପାରିବେ, ଯିବା ଆସିବା ଉଭୟ ବୁକିଂ କରିବେ। ତା ସହିତ ସେଠାରେ ଆପଣ ନିହାତି କିଛି ଦିନ ରହିବାକୁ ପଡ଼ିବ। କେବଳ ଆଜି ଯାଇକି କାଲି ପଳେଇ ଆସିଲେ କୌଣସି ଲାଭ ନାହିଁ। ଆପଣ ଯଦି ଯାଉଛନ୍ତି ମାନେ ଆପଣ ନିହାତି 15 ଦିନ କି ଗୋଟେ ମାସର ପ୍ରୋଗ୍ରାମ୍ କରିକି ଯାଆନ୍ତୁ, ଆଉ ତାଠୁ ଅଧିକ ହେଲେ ଭଲ। ପ୍ରତିଦିନ ଗୋଟେ ଗୋଟେ ଜାଗା ଗୁଡ଼ିକ ଆପଣ ଭିଜିଟ୍ କରନ୍ତୁ। ପ୍ରତିଦିନ ଗୋଟେ ଗୋଟେ ଜାଗା। ଆଜି ଜର୍ଦ୍ଦନ ନଦୀ, କାଲି କାନାନଗର, ତା ପରଦିନ ଗେତ୍ସେମନେ ବଗିଚା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କବର। ଏମିତି ଆପଣ ଭିଜିଟ୍ କରିବେ ଗୋଟେ ଦିନ ପରେ ଗୋଟେ ଦିନ ପରେ। ସେଥିପାଇଁ ସେଇ ଅନୁସାରେ ବଜେଟ୍ ପାଖରେ ରଖିବେ, ସେ ଜାଗାକୁ ଯିବେ। ସେଠି ଗଲେ ହୋଟେଲରେ ଆପଣ ରହିବାକୁ ପଡ଼ିବ। ଆଉ ହୋଟେଲ ହେଉଛି ବହୁତ ଏକ୍ସପେନ୍ସିଭ୍ ବା ବହୁତ ଖର୍ଚ୍ଚ। ଆଉ ହୋଟେଲରେ ରହିଲେ ବହୁତ ଖର୍ଚ୍ଚ ନିହାତି ହେବ। ସେଥିପାଇଁ ଯଦି ଆପଣଙ୍କ ପାଖରେ ସେତିକି ଅର୍ଥ ଅଛି ତେବେ ଯାଆନ୍ତୁ, ନହେଲେ ଆପଣ ପ୍ରାର୍ଥନା କରନ୍ତୁ, ପ୍ରଭୁ ଆପଣଙ୍କୁ ରାସ୍ତା ଦେଖାନ୍ତୁ, ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ ସେ ଜାଗାକୁ ଯିବା ପାଇଁ। ଆଉ ଏ ସମସ୍ତ ବିଷୟ ଗୁଡ଼ିକ ନିଜ ଆଖିରେ ଦେଖିବା ପାଇଁ ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ। ତେବେ ହୋଟେଲରେ ରହିବେ। ତାପରେ ଆପଣ ସେଇ ଜାଗା ବିଷୟରେ ଜାଣିନାହାନ୍ତି, କେଉଁ ଜାଗାରେ କ'ଣ ଅଛି ଆପଣ ଜାଣିନାହାନ୍ତି। ଆପଣ ବସ୍ରେ ଯିବା କିମ୍ବା ଆପଣ ଟ୍ରାମ୍ପରେ ଗମନ କରିବେ। ଟ୍ରାମ୍ପ ଆପଣ ଦେଖିଛନ୍ତି? ଯେମିତି ରେଳଗାଡ଼ି ରେଲୱେ ଟ୍ରାକ୍ ଉପରେ ଚାଲେ, କିନ୍ତୁ ଟ୍ରାମ୍ପ ଏମିତି ରୋଡ଼ ଉପରେ ଟ୍ରାମ୍ପ ଯିବା ପାଇଁ ରାସ୍ତା ତିଆରି କରାହୋଇଥାଏ, ମାନେ ରେଲୱେ ଟ୍ରାକ୍ ପରି। ମାନେ ଆପଣ କହିପାରିବେ ରାସ୍ତା ଉପରେ ଟ୍ରେନ୍ ଚାଲୁଅଛି। ଦେଖାଇବା ପାଇଁ ଟ୍ରେନ୍ ଭଳିଆ, କିନ୍ତୁ ତାକୁ ଟ୍ରାମ୍ପ ବୋଲି କୁହାଯାଏ। ସେଥିରେ ଆପଣ ଯାଇପାରିବେ, ବସ୍ରେ ଯାଇପାରିବେ କିମ୍ବା କୌଣସି ଟ୍ୟାକ୍ସି ଭଡ଼ା କରିପାରିବେ। ଟ୍ୟାକ୍ସି ଭଡ଼ା କଲେ ବହୁତ ପଡ଼ିଯିବ ଖର୍ଚ୍ଚ। ଲୋକାଲ୍ ବସ୍ରେ ଯାଆନ୍ତୁ, କମ୍ ଖର୍ଚ୍ଚରେ ଯିବେ। ତାପରେ ଆପଣଙ୍କୁ ଗୋଟେ ଗାଇଡ଼ ଦରକାର, ଯିଏକି ଆପଣଙ୍କୁ ସବୁ ଜାଗା ଦେଖାଇବ। ତା ବଦଳରେ ସେ ଆପଣଙ୍କଠୁ କିଛି ଫିସ୍ ନେବ, ମାନେ ପଇସା ନେବ। ଆଉ ତାଙ୍କ ଦେଶରେ ଯେଉଁ ମୁଦ୍ରା ସେ ସେଇଟା ନେବ, କିନ୍ତୁ ଆପଣଙ୍କୁ ସବୁ ଜିନିଷ ଦେଖାଇବ ବୁଲି ବୁଲି। ତେବେ ପ୍ରିୟ ବନ୍ଧୁଗଣ,
ଯଦି ଆପଣ ଚାହିଁବେ ତେବେ ଆପଣ ଯାଇପାରିବେ। ତେବେ ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି କମେଣ୍ଟ କରନ୍ତୁ, ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବ ନିଶ୍ଚିନ୍ତ ଭାବରେ। ଆପଣ ସେଠାକୁ ଯାଆନ୍ତୁ, ବାଇବେଲ ରିଲେଟେଡ଼ ଯାହା ଯାହା ଜାଗା ଅଛି ସବୁ ଦେଖିକି ଆପଣ ଥରେ ଆସନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ନମସ୍କାର। ଖ୍ରୀଷ୍ଟ ପ୍ରେମରେ ସମସ୍ତଙ୍କୁ ଆନ୍ତରିକ ନମସ୍କାର। ଆଉ ଆଜିର ଭିଡ଼ିଓକୁ ମୁଁ ଏଇଠି ରଖୁଅଛି। ପୁଣି ଥରେ ଭେଟ ହେବ ଆପଣ ସହିତ ଆଉ ଗୋଟେ ଭିଡ଼ିଓରେ। ଆଉ ଆଗାମୀ ଦିନରେ ମଧ୍ୟ ଆମେ ଏମିତି ଅନେକ ଜାଗା ଗୁଡ଼ିକ ଦେଖିବା। ଏମିତି ଜାଗା ଗୁଡ଼ିକ ଦେଖିବା ନିମନ୍ତେ ଏବେଠାରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ନମସ୍କାର। ପୁଣି ଭେଟ ହେବ ଆଉ ଗୋଟେ ଭିଡ଼ିଓରେ।